ଦେଖନ୍ତୁ ମହାନଦୀର ଜଳ ବିବାଦ ଏ ଜଳ ବିବାଦର ସମାଧାନ ପାଇଁ ଓଡ଼ିଶା ସରକାର ଗୋଟେ କମିଟି କଲେ। ତାର ଅଧ୍ୟକ୍ଷ ରହିଲେ ଉପମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କେବି ସିଂହ ଏବଂ କୁହାଗଲା ଗଣମାଧ୍ୟମର ପ୍ରସାର ହେଲା ଯେ ଏହି କମିଟି ବର୍ତ୍ତମାନ ନିଷ୍ପତ୍ତି କରିବ আপোষ ଆଲୋଚନା ମାଧ୍ୟମରେ କେମିତି ସମାଧାନ ହେବ ଜଳ ବିବାଦ। ଆଜି ଆମେ ତାଙ୍କର ଯେଉଁ ସଭ୍ୟମାନେ ଅଛନ୍ତି ସମସ୍ତଙ୍କୁ ଭେଟିଲୁ। ପ୍ରଥମେ ଭେଟିଲୁ ଅଧ୍ୟକ୍ଷ ଯିଏ ଅଛନ୍ତି କେବି ସିଂହ, ତାପରେ ଅନ୍ୟ ସଭ୍ୟ ଏବଂ ସଭ୍ୟମାନଙ୍କୁ ମଧ୍ୟ ଯାଇକି ଭେଟିଲୁ। କିଏ ନଥିଲେ ତାଙ୍କ ଘରେ ଆମେ ଆମ ମେମୋରାଣ୍ଡମ୍ ଦେଇକି ଆସିଲୁ। ଯେତେବେଳେ ଆମେ এই কমিটি মেম্বর মানুষ ভেটুছু, গতকালি ছত্তিশগড় আর ওড়িশার যে সব বিশেষজ্ঞ অনেক সে বৈঠক হয়েছে, যে আমার এজি যোগ দিয়েছেন এবং আমার প্রিন্সিপাল সেক্রেটারি ওয়াটার রিসোর্সেস যোগ দিয়েছেন। আজ খবর প্রকাশ পাচ্ছি যে সন্তোষজনক বৈঠক হয়েছে। আমি বুঝিপারুনি সন্তোষজনক বৈঠকটা মানে কোন। যদি সন্তোষজনক হেলা তো ওড়িশাবাসী জানিবা উচিত কি নাই? ওড়িশাবাসী জানিবা দরকার কি নাই কোন সন্তোষজনক কথা আপন কলে? আপন জানিবে মে 2 তারিখ রে ট্রিব্যুনাল সামনারে গোটে তথ্য দাখল হেলা। সে তথ্য হচ্ছে মহানদীরে কেতে পানি উপলব্ধ সেই সংক্রান্ত তথ্য দিয়াগলা এবং সে তথ্য যে দিয়াগলা তাকে ঐতিহাসিক বলি কহিলে কিଏ ଆମର ଆଡଭୋକେଟ୍ ଜେନେରାଲ ମହୋଦୟ। ଆମେ ପଚାରିଲୁ ଐତିହାସିକ କୋଉ ଦୃଷ୍ଟିରୁ? ଆପଣ ଯେଉଁ ସେ ତଥ୍ୟକୁ ଦେଖିବେ ତେବେ ଓଡ଼ିଶା ସମର୍ପିତ ହେଇଗଲା ଛତିଶଗଡ଼ ପାଖରେ। ଏ ତଥ୍ୟ କହୁଛି ତମାମ ମହାନଦୀରେ ପାଣି ପ୍ରଚୁର ଅଛି। ମହାନଦୀରେ 62 ମିଲିୟନ ଏକର ଫୁଟ ପାଣି ଅଛି। ନରାଜ ପାଖରେ 56 ମିଲିୟନ ଏକର ଫୁଟ ପାଣି ଅଛି। ହୀରାକୁଦ ଉପରେ 32 ମିଲିୟନ ଏକର ଫୁଟ ପାଣି ଅଛି ଏବଂ ଓଡ଼ିଶା ଓ ଛତିଶଗଡ଼ ବର୍ଡରରେ 28 ମିଲିୟନ ଏକର ଫୁଟ ପାଣି ଅଛି। ତା ଅର୍ଥ ହେଉଛି ତ ଓଡ଼ିଶା ପାଣିରେ ଉବୁଟୁବୁ ହେଉଛି ନା ମହାନଦୀ ପାଣିରେ। ଯେତେବେଳେ ଟ୍ରିବ୍ୟୁନାଲ ପାଖରେ ଏହି ତଥ୍ୟ ଦିଆଯାଉଛି ସେତିକି ବେଳେ ବିଧାନସଭା ଭିତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି 2025 ଅଗଷ୍ଟ ମାସରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କର ଅଣତାରକା ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଓଡ଼ିଶାରେ ପାଣିର କ୍ରାଇସିସ୍ ଅଛି, ସଂକଟ ଅଛି। ଅଣମୌସୁମୀ ସମୟରେ ପାଣି ଆମକୁ ମିଳୁନି। ଏଟା ମୁଁ କହୁନି, ମହାନଦୀ ବଚାଓ ଆନ୍ଦୋଳନ କହୁନି, ମୁଖ୍ୟମନ୍ତ୍ରୀ ନିଜେ କହୁଛନ୍ତି, ଆସେମ୍ବଲି ଭିତରେ କହୁଛନ୍ତି ଯେ ଅଣମୌସୁମୀ ସମୟରେ ଯେତିକି ପାଣି ଆମର ଆବଶ୍ୟକତା ଅଛି ପାଣି ଆସୁନାହିଁ। ତାଙ୍କ ଉତ୍ତରରେ ମେନସନ୍ ହେଇଛି 43ଟା ଲାର୍ଜ ଆଣ୍ଡ ମିଡିୟମ ସାଇଜ ଡ୍ୟାମ୍ ହେଇଛି, 1900ଟା ସ୍ମଲ୍ ଡ୍ୟାମ୍ସ ଆଣ୍ଡ ପ୍ରୋଜେକ୍ଟସ ହେଇଛି ଏବଂ ଅସଂଖ୍ୟ ଆନିକ ଡାଇଭରସନ ସବୁ ହେଇଛି। ଏଇଟା ମୁଖ୍ୟମନ୍ତ୍ରୀ ନିଜେ ତାଙ୍କର ଉତ୍ତରରେ ମେନସନ୍ କରିଛନ୍ତି ଏବଂ କହିଛନ୍ତି ଯେ ଏଇଥିପାଇଁ ଅଣମୌସୁମୀ ସମୟରେ ଆମକୁ ପାଣି ମିଳୁନି। ଯେତେବେଳେ ମୁଖ୍ୟମନ୍ତ୍ରୀ ବିଧାନସଭାରେ କଥା କହୁଛନ୍ତି ସେତେବେଳେ ଟ୍ରିବ୍ୟୁନାଲ ସାମ୍ନାରେ जो तथ्य दाखल होउची, डाटा दाखल होउची, सेते कोआ जाउची जे पानी हमर प्रचुर अछि। आमे आज जो भेटिबाकू जाइथिलु समस्त मेंबर मान एवं या पूर्व मुख्यमंत्री मध्य भेटिबाकू चाहुथिलु। आमे जणेबाकू चाहूछु आज्ञा ए जो एवरेज डाटा काढी के आपण देइचंती एटा होउची छत्तीसगढ़ पाखरे आमे कंप्रोमाइज करूछु। आम स्वार्थ सबुदिन पाई बळी पड़ी गला, महानदीर स्वार्थ बळी पड़गला। आज्ञा आपण ये जो डाटा को रिव्यू करंतु, मुख्यमंत्री से अनुरोध करने चाहिए आम परदिन आमको मिललानी सुजोग कथा गोटे सरकार कहउछन हम मंत्रिस्तरीय बैठक किंतु छत्तीसगढ़ एपर्यंत से कमिटी गठन करला नाही, ताहले कोन सर संभावना देखो जे पक्ष आंतरिकता सेही कथा त हम कहूछु। आपण एठी कमिटी कर देले, कमिटी करी कहले कोन जे सेमती छत्तीसगढ़ भी कमिटी करिवो आउ दुई कमिटी बसिकी आम आलोचना करके समाधान करूँ। आज पर्यंत छत्तीसगढ़ कमिटी कला नहीं। आपण कहले कौन जे आम कमिटी जीव छत्तीसगढ़ को ग्राउंड जीरो रे देखिबो सिचुएशन कौन अछि।
ସେଥିପାଇଁ ଜାନୁଆରୀ 25 ଏବଂ ଫେବୃଆରୀ 1 ତାରିଖ ଡେଟ୍ ଠିକ୍ ହେଲା, କିନ୍ତୁ ଗଲେନି। କାହିଁ ଗଲେନି? କାହିଁ ଗଲେନି? ଗଲେନି ଏଇଥିପାଇଁ ଛତିଶଗଡ଼ ରାଜି ହଉନାହିଁ। ଆଉ ଏବେ ଯୋଉ ଡାଟା ଦିଆଯାଇଛି ଏ ଡାଟାରେ ଆମେ କମ୍ପ୍ରମାଇଜ କରୁଛୁ। ଆଜି କି ତଥ୍ୟ ଆପଣଙ୍କୁ ଦେଲେ ଗୋଟେ ଆପଣଙ୍କୁ ନାଇଁ କୌଣସି ତଥ୍ୟ, ଆରେ ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଯିଏ ଅଧ୍ୟକ୍ଷ ଅଛନ୍ତି ହାଇ ପାୱାର କମିଟିରେ, ହାଇ ଲେଭେଲ କମିଟିର କେବି ସିଂହଦେଓ ମହୋଦୟଙ୍କୁ ଯେତେବେଳେ ଭେଟିଲୁ ଆମେ, ସେ କହୁଛନ୍ତି ଡାଟା ତ କିଛି ଦିଆହେଇନି। କହିଲେ ଆଜ୍ଞା କ'ଣ କହୁଛନ୍ତି ଆପଣ? ଟ୍ରିବ୍ୟୁନାଲ ପାଖରେ ଡାଟା ଦେଲେ ଦିଆଗଲା ଏବଂ ଆପଣଙ୍କ ଏଜି କହିଲେ ଏଇଟା ଐତିହାସିକ। ଆଜି ଗୋଟେ ଘଟଣା ଘଟିଲା, ଟ୍ରିବ୍ୟୁନାଲ ପାଖରେ ଆମେ ମହାନଦୀରେ କେତେ ପାଣି ଇଲ୍ଡ ହଉଛି ତାକୁ ଦେଇଦେଇଛୁ ଆମେ ଡାଟା। ଆପଣ କହୁଛନ୍ତି ଜାଣିନାହାନ୍ତି। ଗତକାଲି ପୁରୀରେ ମିଟିଂ ହଉଛି ଛତିଶଗଡ଼ ଓଡ଼ିଶାର, ଆମର ଯିଏ ଅଧ୍ୟକ୍ଷ ଅଛନ୍ତି ଉପମୁଖ୍ୟମନ୍ତ୍ରୀ, ଆମ ଯେଉଁ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଯେଉଁ ହାଇ ଲେଭେଲ କମିଟି, ଜାଣିନାହାନ୍ତି। ମୁଁ ତ ଜାଣିନି, ମୋତେ କିଛି କହିନାହାନ୍ତି। ମୁଁ ଆଶ୍ଚର୍ଯ୍ୟ ହେଉଛି ଏ ରାଜ୍ୟ, ଏ ମହାନଦୀ, ଏ ପାଣି ସଙ୍କଟ କାହା ଭରସାରେ ରହିବ? ସରକାର ଜାଣୁନାହାନ୍ତି, କମିଟି ଜାଣୁନାହାନ୍ତି, ବୁଝୁନାହାନ୍ତି, ଟ୍ରିବ୍ୟୁନାଲ ତାଙ୍କ ବାଟରେ ଯାଉଛନ୍ତି। ମୁଁ ଜାଣିପାରୁନି, ଭଗବାନ ଭରସା ବୋଧେ ଆମ ଓଡ଼ିଶାକୁ, ଆମ ମହାନଦୀ।